କୁହାଯାଉଛି ଯେଉଁ ପ୍ଲାଟଫର୍ମରେ କି ସ୍ୱର୍ଗର ପରମେଶ୍ୱର ଦେଇଥିବା ପୁସ୍ତକ ବାଇବଲ ବିଷୟରେ କୁହାଯାଉଛି। ପ୍ରଭୁଙ୍କର ଗୌରବ ମହିମା ହେଉ। ଆପଣ ଯଦି ଗୁଗଲ କରିବେ ତାହେଲେ ଆପଣ ଜାଣିପାରିବେ ଯେ ପୃଥିବୀର ସବୁଠାରୁ ପୁରୁଣା ପୁସ୍ତକ ଅଟେ ବାଇବଲ। କାରଣ ବାଇବଲ ପ୍ରଥମରେ ପଥରରେ ଲେଖାଯାଇଥିଲା। ଆପଣ ସର୍ଚ୍ଚ କରିବେ ଯେ ପୃଥିବୀର ସବୁଠାରୁ ଓଲ୍ଡେଷ୍ଟ ବୁକ୍ କୋଉଟା, ତାହା ବାଇବଲ ଅଟେ। ପୃଥିବୀରେ ସବୁଠାରୁ ଅଧିକ ପରିମାଣରେ ଛପା ହେଉଥିବା ପୁସ୍ତକ ବାଇବଲ ଅଟେ। ପୃଥିବୀର ସବୁଠାରୁ ଅଧିକ ଭାଷାରେ ଅନୁବାଦ କରାଯାଇଥିବା ପୁସ୍ତକ ବାଇବଲ ଅଟେ। ପୃଥିବୀର ସବୁଠୁ ଅଧିକ ଲୋକ ପଢୁଥିବା ପୁସ୍ତକ ବାଇବଲ ଅଟେ। ପୃଥିବୀରେ ସବୁଠାରୁ ଅଧିକ ଲୋକମାନଙ୍କର ଜୀବନକୁ ପରିବର୍ତ୍ତନ କରିବା ପୁସ୍ତକ ବାଇବଲ ଅଟେ। କାରଣ ବାଇବଲ ସ୍ୱର୍ଗର ପରମେଶ୍ୱରଙ୍କର ଦ୍ୱାରା ଏହା ଲେଖାଯାଇଥିବା ପୁସ୍ତକ ଅଟେ। ଆଉ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଯେ ଏହି ପୁସ୍ତକ ମୋର ନିଜ ଭାଷାରେ ମୋତେ ପ୍ରଭୁ ଦେଇଛନ୍ତି। ହାଲେଲୁୟା, ପ୍ରଭୁଙ୍କର ଗୌରବ ହଉ ପ୍ରିୟମାନେ। ଆଉ ଏହି ପୁସ୍ତକ ମୋର ଜୀବନକୁ ପରିବର୍ତ୍ତନ କରିଛି। ଆଉ ଏହି ପୁସ୍ତକକୁ ଅନେକ ପ୍ରକାର ତାଡ଼ନା କରାଯାଉଛି। ଅନେକ ଦେଶ ଗୁଡ଼ିକରେ କୁହାଯାଉଛି ସବୁ ପୁସ୍ତକ ପଢ଼ିବ ମାତ୍ର ବାଇବଲ ପଢ଼ିବ ନାହିଁ। ବିଭିନ୍ନ ପ୍ରକାର ଖରାପ ପୁସ୍ତକ ଗୁଡ଼ିକ ଲୋକମାନେ ପଢୁଛନ୍ତି। କାରଣ ଜାଣିଛନ୍ତି ଏ ବାଇବଲ ଯେତେବେଳେ ଜଣେ ବ୍ୟକ୍ତି ପଢିବାକୁ ଆରମ୍ଭ କରିବ ସେତେବେଳେ ତାର ଜୀବନ ବଦଳିଯିବ, ଜୀବନ ପରିବର୍ତ୍ତନ ହେବ। ବାଇବଲ ଗୁଡ଼ିକକୁ ଲୋକମାନଙ୍କ ହାତରୁ ଝିକି ସେ ସବୁ ଗୁଡ଼ିକକୁ ନେଇ ଜାଳି ଦଉଛନ୍ତି, ପୋଡ଼ି ଦଉଛନ୍ତି। ପ୍ରିୟମାନେ, ବାଇବଲକୁ ଜାଳିଲେ କିଛି ହେବ ନାହିଁ, ପୋଡ଼େଇଲେ କିଛି ହେବ ନାହିଁ। କାରଣ ବାଇବଲ ମନୁଷ୍ୟ ଦ୍ୱାରା ଯଦି ଲିଖିତ ଗୋଟେ ପୁସ୍ତକ ହେଇଥାନ୍ତା ତାହେଲେ ଏହି ପୁସ୍ତକ ନଷ୍ଟ ହୋଇଯାଇଥାନ୍ତା। ମାତ୍ର ବାଇବଲ ପରମେଶ୍ୱରଙ୍କ ଦ୍ୱାରା ଲିଖିତ ପୁସ୍ତକ। ଆଉ ଏହି ପୁସ୍ତକକୁ ସ୍ୱର୍ଗର ପରମେଶ୍ୱର ସୁରକ୍ଷିତ କରି ରଖିଛନ୍ତି। ଏହାକୁ କୌଣସି ମନୁଷ୍ୟ ସେ ଜାଳି ପୋଡ଼ି ନଷ୍ଟ କରିଦେଇ ପାରିବ ନାହିଁ। ପ୍ରଭୁଙ୍କର ସ୍ତୁତି ହେଉ, ମହିମା ହେଉ। ପୃଥିବୀର ପ୍ରତ୍ୟେକ ଦେଶର ଭାଷା ଗୁଡ଼ିକରେ ବାଇବଲ ଗୁଡ଼ିକ ଅନୁବାଦିତ ହୋଇଛି। ଆଉ ଲୋକମାନେ ଏହି ପୁସ୍ତକକୁ ପଢୁଛନ୍ତି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଯେ ଏହି ପୁସ୍ତକକୁ ଆପଣମାନଙ୍କ ନିକଟରେ କିଛି ଶିକ୍ଷା ଦେବା ପାଇଁ, ପ୍ରଚାର କରିବା ପାଇଁ ମୁଁ ଆସିଅଛି। କୌଣସି ଧର୍ମକୁ ଗାଳି ଦେବା ପାଇଁ, କୌଣସି ଧର୍ମ ପୁସ୍ତକକୁ ତଳକୁ ପକାଇ ଦେବା ପାଇଁ, କାହାର ଦେବୀ ଦେବତା ଭଗବାନଙ୍କୁ ଆମେ ତଳକୁ ପକାଇବା ନିମନ୍ତେ ଆମେ ଏହି କାର୍ଯ୍ୟକ୍ରମ କରିନାହୁଁ। ଆମର କରିବାର ଗୋଟିଏ ହିଁ ଉଦ୍ଦେଶ୍ୟ ଯେ ପ୍ରକାର କି ଆମେ ସ୍ୱର୍ଗର ପରମେଶ୍ୱରଙ୍କ ବିଷୟରେ ଆପଣଙ୍କୁ ଜଣାଇ ପାରିବୁ। ପୁନର୍ବାର ଆପଣମାନଙ୍କୁ କହୁଛି, ଆମେ କୌଣସି ବ୍ୟକ୍ତିଙ୍କୁ